ओडिशार प्रत्येक पिलाକୁ ଶିକ୍ଷିତ କର। ବର୍ତ୍ତମାନ ବୁଝିପାରୁଛନ୍ତି ରାଷ୍ଟ୍ରର ବିକାଶ ପାଇଁ ସର୍ବପ୍ରଥମେ ଆବଶ୍ୟକତା କଣ? ଓଡ଼ିଶା ପ୍ରଦେଶରେ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ଅନେକାଂଶରେ ପୂରଣ ହୋଇପାରିଛି, ହେଲେ ତାକୁ କିଏ ପୂରଣ କରିଛି? ସୂକ୍ଷ୍ମ ଭାବରେ ବିଚାର କରିବା ଆପଣଙ୍କୁ ନିଶ୍ଚିତ ଉତ୍ତର ମିଳିବ ଯେ ଶିକ୍ଷା ବୋଲି। ଶିକ୍ଷା ଅଛି ତ ସମ୍ମାନ ଅଛି, ଶିକ୍ଷା ଅଛି ତ ସମ୍ଭାବନା ଅଛି, ଶିକ୍ଷା ଅଛି ତ ସମୃଦ୍ଧି ଅଛି। ତେଣୁ 2036 ବିକଶିତ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେଉଛି ଶିକ୍ଷା। 2036 ସୁଦ୍ଧା ଓଡ଼ିଶାରେ 18 ବର୍ଷ ପର୍ଯ୍ୟନ୍ତ କୌଣସି ବି ପିଲା ଶିକ୍ଷାରୁ ବଞ୍ଚିତ ହେବେ ନାହିଁ, ଅର୍ଥାତ୍ 0 ଡ୍ରପ୍ ଆଉଟ୍ 100% ଲିଟରେସି ରେଟ୍। ଏଥିପାଇଁ ସରକାରୀ ସ୍ତରରେ ବର୍ତ୍ତମାନ ହିଁ ଆସ ସ୍କୁଲ ଯିବା ଭଳି ଅଭିନବ ପ୍ରୟାସମାନ ଗ୍ରହଣ କରାଯାଉଛି। 14 ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ SIOS ଜରିଆରେ ନାମ ଲେଖ। ତାହା ପୁଣି ଅବୈତନିକ ଶିକ୍ଷାର ବ୍ୟବସ୍ଥା କରାଯାଇଛି। 10ମ ଶ୍ରେଣୀ ପାସ୍ ଶିକ୍ଷାର୍ଥୀମାନଙ୍କୁ ୱାରଣ୍ଟ ସ୍କିଲ୍ ସେଣ୍ଟର ବା ITI ରେ ନାମ ଲେଖାର ସୁଯୋଗ ପ୍ରଦାନ କରାଯାଇଛି। ବର୍ତ୍ତମାନ ଓଡ଼ିଶାର ଭୂମିରୂପ ଅନୁସାରେ ଅଧିକାଂଶ ଭୂଭାଗରେ ଆଦିବାସୀ ବହୁଳ, ତେଣୁ ସାଧାରଣତଃ SC ଏବଂ ST ବର୍ଗର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ଅଧିକରୁ ଅଧିକ ଯୋଡ଼ିବା ପାଇଁ ମାଧବସୀ ହାତ ଖର୍ଚ୍ଚ ଯୋଜନା ଦ୍ୱାରା ଶିକ୍ଷାରେ ସାମିଲ କରାଯାଉଛି। 9ମ ଶ୍ରେଣୀରୁ ଦୂର ବାଟରୁ ଆସିବା ଯିବା ପାଇଁ ସାଇକେଲର ବ୍ୟବସ୍ଥା, 10ମ ଶ୍ରେଣୀ ଯାଏ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଆଦି ଅନୁକୂଳ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭଳି ଅଭିନବ ପ୍ରୟାସମାନ ସରକାର ଗ୍ରହଣ କରୁଛନ୍ତି। ହେଲେ ଏସବୁ ବ୍ୟବସ୍ଥା ସେତେବେଳେ କାମ ଦେବ ଯେତେବେଳେ ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀ ଏଥିରେ ନିଜକୁ ସାମିଲ କରି ବିକଶିତ ଓଡ଼ିଶା ଗଠନରେ ସହାୟକ ହେବେ। ଶିକ୍ଷା ଯେପରି ଗୋଟିଏ ରାଷ୍ଟ୍ରକୁ ସମୃଦ୍ଧ କରାଇଥାଏ, ସଂସ୍କୃତି ମଧ୍ୟ ଗୋଟିଏ ଅଞ୍ଚଳର ସଂସ୍କୃତି ହିଁ ସେହି ଅଞ୍ଚଳର ପରିଚୟ। ବାସ୍ତବରେ କହିବାକୁ ଗଲେ ଓଡ଼ିଶାକୁ ଯେତେ ଲୋକ ଚିହ୍ନନ୍ତି ତାହାଠୁ ଅଧିକ ଚିହ୍ନନ୍ତି ଜଗନ୍ନାଥ। ଓଡ଼ିଶୀକୁ, ପଟ୍ଟଚିତ୍ରକୁ, ସମ୍ବଲପୁରୀ ନୃତ୍ୟକୁ, ଓଡ଼ିଆ ବାଜା ବାଜଣାକୁ, ଓଡ଼ିଆ ପୁଅର ତ୍ୟାଗକୁ, ଓଡ଼ିଆ ପଖାଳ କଂସାକୁ, ଓଡ଼ିଆ ସୁନ୍ଦର ସୁନ୍ଦର ସୁମଧୁର ଭାଷାକୁ, ତାର କାନ୍ଧକୁ କାନ୍ଧ ମିଳାଇ ଢେମ୍ସା ନୃତ୍ୟକୁ, ଗୋଟି ପୁଅ ଆଦିବାସୀ ଘରର ସୁନ୍ଦରତାକୁ, ଜଟିଚିତା ମାଣବସାକୁ, ଓଡ଼ିଆ ପୁଅର ମନୋଭାବକୁ ଯିଏ ବିଶ୍ୱଲଲାଟରେ ଲେଖିଥିଲେ ପ୍ରାଣୀଙ୍କ ଆରତେ ଦୁଃଖ ଅପ୍ରମିତେ, ପ୍ରାଣୀଙ୍କ ଆରତେ ଦୁଃଖ ଅପ୍ରମିତେ, ଦେଖୁ ଦେଖୁ କିମ୍ବା ସହୁ ମୋ ଜୀବନ ପଛେ ନାକେ ପଡୁ, ଜଗତେ ଉଦ୍ଧାର ହେଉ, ଜଗତେ ଉଦ୍ଧାର ହେଉ। ଏମିତି ଅନେକ ସଂସ୍କୃତିର ପରିପୂର୍ଣ୍ଣ ମା ପୁଣ୍ୟଭୂମି ଉତ୍କଳ, ଏହି ଉତ୍କଳୀୟ ପରମ୍ପରାର ସମୃଦ୍ଧି ଓଡ଼ିଶାର ବାସ୍ତବ ସଫଳତା ହେବ। ଏଥିପାଇଁ ସୁରଭି ଜରିଆରେ ସରକାର ଗୁରୁତ୍ୱ ଦିଏ ଲୋକକଳା, ଲୋକଗୀତ, ଲୋକନୃତ୍ୟକୁ। ଶେଷରେ ମୁଁ ଏତିକି କହିବି, ଆସ ଭାଇ ଆମେ ଶପଥ ନେବା, ଶିକ୍ଷାର ସ୍ରୋତରେ ସାମିଲ ହେବା, ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ସଂସ୍କୃତିକୁ ସାଥେ ନେବା ବଢ଼ାଇ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ବନ୍ଦେ ଉତ୍କଳ ଜନନୀ, ନମସ୍କାର, ଜୟ ଜଗନ୍ନାଥ। The next code is SJE 07.